श्री श्री ठाकुर भावादर्श को भाई मैंने उपस्थापन करते दीपद ठाकुर कथा उपस्थापन करने प्रयास करी। सत्संग को मनीष जीव कहीं आम आर्यावर्त भारत भूखंड अनेक मांगलिक अनुष्ठान अच्छी जाग यज्ञ बार व्रत प्रवचन पारायण अनेक अच्छी आते मांगलिक अनुष्ठान आर्यावर्त भारत भूखंड थिबा सत्वे आम जीवन पाई कौन सत्संग एकांत प्रयोजन कि एमती अनेक प्रश्न आज पुरपल्ली सब घर मान को जीवा भीतर दे ठाकुर को निकटरू दूरी जाइथिबा भाई और मां मानकर प्रश्न डिप्टीवार से संपर्क आलोचना रखी। सत्संग को मनुष्य कहीं जीव आ सत्संग लाभ कले आमर कौन लाभ हो ये प्रसंग में गोटे कथा कहूँ ठाकुर कथा कटक एमती एक सत्संग होता है कटकर जगटा भारी कंजेस्टेड एपर्यंत भी सुंदर भाव ठाकुर को पुष्प सुशोभित ठाकुर को जो बसा से ड्रेन उपर से ड्रेन उपर पटा बिछाई देकी फूल सजे देकी ठाकुर बसई दी आते ड्रेन दुर्गंध आसुता है सेंटेड धूप गुड़ाक चारिपटे लगे दि जाता है से सत्संग से दिन परिचालना करुले आम ओडिशार कटक कालीपद भौमी की सत्संग सरीगला प्रसाद सेवन कर जेजा घर को जेजे गले तार किछि दिन परे ए जे कालीपदा आश्रम जाइछन्ति ठाकुर पाखु ठाकुर बसंती नाट मंडप रे कालीपदा आंठुमाड़ी ठाकुर प्रणाम करछन्ति जतबे कालीपदा ठाकुर को आंठुमाड़ी प्रणाम करछन्ति ठाकुर कहछन्ति ओ कालीपदा आमाके ड्रेन थाके बसे चलन अच्छे दुर्गंध है ना हमरो नाकटा फिले जाच्छे ताले इको आपण माने जानतु सत्संग आ श्री श्री ठाकुर अनुकूल चंद्र तेणु सत्संग रे स्वयं से निजे उपस्थित रहंती सूक्ष्म शरीर रे आमे आम चर्म नेत्र रे ताकू दर्शन करि पारंती नाही बंदे पुरुषोत्तम ध्वनि पर ठाकुर ये स्थान प्रत्यावर्तन करती ये गोटे प्रमाण देनी कटक कथा मुझे लीला ठाकुर बड़दाकर दादाकर कहे आउ दिन कथा न कही ओडिशार विशेष कर लीला गुड़ाक कहे आम ओडिशार अनेक लीला तेणु ठाकुर निजे उपस्थित अच्छा आम ये सत्संग मधुचक्र तांकर संग लाभ करुचे तेणु सत्संग को गले मनीष दीर्घायु हुए मनीष चिरायु हुए मनीष निरोग निरामय जीवन अधिकारी हुए एटा को वर्तमान विज्ञान स्वीकार कला तेणु सत्संग मनुष्य आयुष वृद्धि हुए प्रभु आम मालिक संग करुचे ताकू सुंदर भाव परम शास्त्र श्रीमद ओडिया भागवत रे जगन्नाथ दास लिखिले कहीं सत्संग को मनीष जीव ए जीव सत संग बीनु लभिन पारे मोर तनु जे नित्य सत संग करे सर्वकु संग पोष भागवत
ଏକାଦଶ ସ୍କନ୍ଧ 4th ଅଧ୍ୟାୟ 123 ପୃଷ୍ଠା। କହିଲେ ଏ ଜୀବ ସତସଙ୍ଗ ବିନୁ ଲଭି ନ ପାରେ ମୋର ତନୁ। ଭାଗବତ କହିଲା କି ଏ ଜୀବ ଯାଗ ଯଜ୍ଞ ବିନୁ ଲଭି ନ ପାରେ ମୋର ତନୁ। ଭାଗବତ କହିଲା କି ଏ ଜୀବ ମେଳା ଉଷା ବାର ବ୍ରତ ବିନୁ ଲଭି ନ ପାରେ ମୋର ତନୁ। ସତ୍ସଙ୍ଗ ଜୀବନର କାହିଁକି ଅପରିହାର୍ଯ୍ୟ? ପ୍ରଥମ ପ୍ରଶ୍ନର ମୀମାଂସା ମୁଁ କରୁଛି। ତେଣୁ ଭାଗବତ କହିଲେ ସତ୍ସଙ୍ଗ ବିନା ସାଧୁ ସଙ୍ଗ ବିନା ଈଶ୍ୱରକୁ ପ୍ରାପ୍ତି ହେଇପାରେ ନା, ତାଙ୍କର ଦୟା କରୁଣା ଲାଭ କରି ହୁଏ ନା। ଆଉ ଯେ ନିତ୍ୟ ସତସଙ୍ଗ କରେ ସର୍ବ କୁସଙ୍ଗ ଦୋଷ ହରେ। এই ସତ୍ସଙ୍ଗ ଲାଭ କରିବା ଦ୍ୱାରା ମଣିଷର କୁଚଳନୀ କୁଚରିତ୍ର କୁ ଆଚରଣ ସୁରେ ପରିଣତ ହେଇଯାଏ। ଯେଉଁ ଠାକୁରଙ୍କର ଇଚ୍ଛା ଥିଲା ପ୍ରତ୍ୟେକଟି ମଣିଷକୁ ଠାକୁର ମିନି ଠାକୁର କରିବା ପାଇଁ ଚାହିଁଥିଲେ। ତେଣୁ ସତ୍ସଙ୍ଗ ଲାଭ କଲେ ପ୍ରତ୍ୟେକଟି ମଣିଷ ଜଣେ ମିନି ଠାକୁରରେ ରୂପାନ୍ତରିତ ହୁଏ। এইଥିପାଇଁ ଆମେ ପ୍ରତ୍ୟେକ ଦିନ ସନ୍ଧ୍ୟା ସକାଳେ 2 ଓଳି ତାଙ୍କ ପାଖରେ ବସି ପ୍ରାର୍ଥନା କରନ୍ତି, ସାଧୁ ସଙ୍ଗ ମୋଇ ଦେଉ ନିତ୍ୟ ପରମ ଗୁରୁ ଦାତା। ପ୍ରଭୁ ମୋର କୋଠା ଗାଡ଼ି ବାଡ଼ି ପଦ ପଦବୀ ଐଶ୍ୱର୍ଯ୍ୟ କିଛି ଦରକାର ନାହିଁ, ମୋତେ ଦୟାକରି ଆପଣ ପ୍ରତ୍ୟେକ ଦିନ এই ସାଧୁ ସଙ୍ଗ ଦିଅନ୍ତୁ, ସତ୍ସଙ୍ଗ ଦିଅନ୍ତୁ। ସାଧୁ ସଙ୍ଗ ମୋଇ ଦେଉ ନିତ୍ୟ। ତେଣୁ ଶ୍ରୀ ଶ୍ରୀ ଠାକୁର ନିଜ ହାତରେ ଲେଖିଦେଲେ ସତ୍ୟାନୁସରଣରେ, ପ୍ରେମୀର ସଙ୍ଗ କର ସତ୍ସଙ୍ଗ କର ସେ ଆପଣା ଛାଏ ପ୍ରକଟ ହେବେ। ଯୋଉଟା ଗୋସ୍ୱାମୀ ତୁଳସୀ କହିଲେ, ବିନୁ ସତସଙ୍ଗ ବିବେକ ନ ହୋଇ। ତେଣୁ ଆମ ପ୍ରତ୍ୟେକଙ୍କ ଜୀବନ ପାଇଁ ସତ୍ସଙ୍ଗ ଏକାନ୍ତ ପରିହାର୍ଯ୍ୟ। এই ସାଧୁ ସଙ୍ଗ ବିନା ଠାକୁର କଣ କହିଲେ? କହିଲେ ସତ୍ସଙ୍ଗ ଇଜ ଏ ମ୍ୟାନ ମେକିଂ ଫ୍ୟାକ୍ଟରୀ। ପ୍ରଶ୍ନ କରାଗଲା କି ମୁଁ ତ ମୋ ମା ଗର୍ଭରୁ ତିଆରି ହେଇକି ଆସିଛି, ସତ୍ସଙ୍ଗ ଆସିଲେ ଆଉ ଗୋଟେ ଅଧିକା ମୁଣ୍ଡ ହବ ନା ଅଧିକା ଦିଟା ଆଉ ହାତ ହବ? ତାହେଲେ ସତ୍ସଙ୍ଗ କଣ ମଣିଷ ତିଆରି କାରଖାନା? ଫଟକି ଠାକୁର ଗୋଟେ ଦେଇ କହୁଛନ୍ତି ସତ୍ସଙ୍ଗ ଇଜ ଏ କ୍ୟାରେକ୍ଟର ମେକିଂ ଫ୍ୟାକ୍ଟରୀ। ସତ୍ସଙ୍ଗ ହେଉଛି ଏକ ଚରିତ୍ର ସଂଶୋଧିତ କାରଖାନା। ଯେଉଁ ସତ୍ସଙ୍ଗକୁ ଆସିଲେ, ମୁଁ ସେଇ ଲୋକ ଥିଲି ଆଜ୍ଞା। ପୂଜନୀୟ ବିକିରା କହିଲେ ତୁମେ ଦୀକ୍ଷା ନେଇକି ସତ୍ସଙ୍ଗକୁ ଯାଇକି କଣ ହେଇଛି ସେଇଟା ଯାଜନ କର। ତୁମର କଣ ହେଇଛି, ତୁମ ପରିବାର କଣ ହେଇଛି, ତୁମ ପିଲା ଛୁଆର କଣ ହେଇଛି। ମୁଁ ଜାତିରେ ବ୍ରାହ୍ମଣ, ଏଇ ହାତରେ 2ଟା ଛେଳିକି ନିଜେ ହାଣିଛି। ଏକାଧିକ କୁକୁଡ଼ାକୁ କବାଟ ସନ୍ଧିରେ ଦେଇକି କବାଟ ହାତରେ ମୁଡ଼ିଲେ ପାପ ହବ ତ, ଏମିତି ଆଜ୍ଞା କରିଛି। ବିନା ଆମିଷରେ ମୋର ଭୋଜନ ନଥିଲା। ଆଉ ପେଣ୍ଡଲକୁ ଯିବି ପିଇକି ଅର୍ଥ ବୁଝିପାରୁଛନ୍ତି ତ? ପୁଣି ପେଣ୍ଡଲ ମଝିରେ ଷ୍ଟିଲ ଗ୍ଲାସରେ 2 ଥର ମତେ ମଦ ଦିଆଯିବ। ସେଇ ଲୋକ ଆଜି ମୁଁ ଛିଡ଼ା ହେଇଛି ଆପଣଙ୍କ ଆଗରେ। ତେଣୁ ଠାକୁର କହିଲେ ସତ୍ସଙ୍ଗ ଇଜ ଏ କ୍ୟାରେକ୍ଟର ମେକିଂ ଫ୍ୟାକ୍ଟରୀ। ସତ୍ସଙ୍ଗ ହେଉଛି ଏକ ଚରିତ୍ର ସଂଶୋଧିତ କାରଖାନା। ତେଣୁ ଠାକୁର କହୁଛନ୍ତି ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ ନାମକୁ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ତାହେଲେ ଯଦି ସତ୍ସଙ୍ଗ ଆମ ଜୀବନ ପାଇଁ ଏତେ ପ୍ରୟୋଜନ, ଏତେ ଇମ୍ପୋର୍ଟାନ୍ସ, ତାହେଲେ ସତ୍ସଙ୍ଗ ମଣିଷ ପାଇବ କେମିତି? ମୁଁ ଯଦି ତାଙ୍କୁ ଗୁରୁ ରୂପରେ ଗ୍ରହଣ କରିନଥାନ୍ତି, ଆମର କବି ଭାଇ ଯୋଉ ଡାକିଲେ, ମୁଁ 20,000 ଟଙ୍କା ଆଗେ ରିସିପ୍ଟ କାଟିକି 10,000 ଆଡଭାନ୍ସ ନେଇକି ତାପରେ ଆଜି ଏଠିକି ଆସିଥାନ୍ତି। ଗୋଟେ ରାତି ପାଇଁ ତ ଆସିବାର ପ୍ରଶ୍ନ ଉଠୁନି, ମିନିମମ୍ 3 ରାତି ନହେଲେ। କେବଳ ତାଙ୍କୁ ଗ୍ରହଣ କରିଛି ବୋଲି ମୁଁ ଆସିଲି 225 କିଲୋମିଟର। 4 ରାତି ହେଲା, ଆଜି ପାଲାରୁ ଫେରିଲି 4 ଦିନ ପରେ। ପୁଣି ଦିନରୁ ଗୋଟେ ସତ୍ସଙ୍ଗ ସାରି ଆସିଲି, କାଲି ଯୋଡ଼େ ସତ୍ସଙ୍ଗ ଗୋଟେ ଉତ୍ସବ କାଲି ଅଛି। କଣ ପାଇଁ ଆସି? କେବଳ ତାଙ୍କୁ ଗ୍ରହଣ କରିଛି ବୋଲି। ମୁଁ ସଂକଳ୍ପ କରିଥିଲି ସେଦିନ, ଆମେ ସମସ୍ତେ ଏଠି ଯେତେ ଅଛନ୍ତି, ଟିକେ ଡିପି ଆଡ଼ିକି ଯାଉଛି ଆଜ୍ଞା, ଆମେ ଏଠି ଯେତେ ଅଛନ୍ତି ଆମେ ସମସ୍ତେ
ଦୁଇଥର ସଂକଳ୍ପ କରିଛନ୍ତି। ପ୍ରଥମେ ସଂକଳ୍ପ କରିଥିଲେ ସେଇ ପରମ ପୁରୁଷଙ୍କ ନିକଟରେ ଯେତେବେଳେ ମାତୃ ଗର୍ଭରେ ଥିଲେ। ସେଇ ମାତୃ ଗର୍ଭରେ ଥିଲା ବେଳେ ଯେତେବେଳେ ବଜ୍ର କୀଟ ଗୁଡାକ ଯାଇକି ଆମକୁ ଦଂଶନ କରୁଥିଲେ, ଆମେ ସମସ୍ତେ ସେଇ ମା ଗର୍ଭରେ ଥାଇକି ଚିତ୍କାର କରୁଥିଲେ, ପ୍ରଭୁ ମତେ ବଞ୍ଚାଅ ବଞ୍ଚାଅ ବଞ୍ଚାଅ। ଏତିକି ବେଳେ ପରମ ପୁରୁଷ ଯେତେବେଳେ ଗର୍ଭରେ ଇନି କଲେ, ସେଇ ପରମ ପୁରୁଷଙ୍କର ଜ୍ୟୋତିରେ ଯୋଉ ବଜ୍ର କୀଟ ଗୁଡାକ ମା ଗର୍ଭରେ ଆମକୁ ଦଂଶନ କରୁଥିଲେ, এই পরম পুরুষଙ୍କ ଜ୍ୟୋତିରେ ସେମାନେ ସବୁ ପଳେଇ ଗଲେ। ହାତ ଯୋଡ଼ି ଦେଲେ ପ୍ରଭୁଙ୍କ ପାଖରେ। ଏ ମାତୃଗର୍ଭର କଥା, ଜୀବନର ଦିଟା ସଂକଳ୍ପ ହୋଇଛନ୍ତି। ଏଇଥିପାଇଁ ଆଜି